ଭଗବାନ ତମର ନିଶ୍ଚୟ କିଛି ମଙ୍ଗଳ କରିବେ ମା। କିନ୍ତୁ ବାବୁ କାଲିକି ଆଉ ପାଇପାରିବ ନାହିଁ। କିନ୍ତୁ ଏକ କହୁଛ ମା କଣ ଆଜି ଦିନକୁ ବାହାରେ ଆସିଲ ପୁଣି ଅସୁବିଧା କଣ ହେଇଯିବ କାହିଁକି କାହିଁକି ତମେ ମତେ କାଲିକି ହାର ଦେଇପାରିବ ନାହିଁ? କଣ କହିବି ପୁଅ? ହଁ ଫୋନ ନେଇ ଆସୁଥିବା ବେଳେ ନା ହଁ ଗୋଟିଏ ବଟ ମୁଖ୍ୟ ବେଳେ ପରିଶ୍ରା କରି ବସିଥିଲେ ମୋର ଦୁଶ୍ଚିନ୍ତନ। କଣ କହିଲ ମା? ହଁ ସେ କଣ ମନେ ଭାବି ହସିଦେଲେ। ହଁ ତାଙ୍କ ହସ ଦେଖିନା ମୁଁ ମଧ୍ୟ ହସିଦେଲି। ରାଜା କହିଲେ କାହିଁକି ହସିଲୁ କହ? ରୋଷେଇ ଶିରା ଛାଡ଼ିଦେବ ବୋଲି କହିଲେ। ଯାଇ ତାହେଲେ ସେଇଠି ମା ତମେ କିଛି ଚିନ୍ତା ଭାବନା କର ନାହିଁ ମା। ତମେ କିଛି ଚିନ୍ତା ଭାବନା କର ନାହିଁ। ମୁଁ ତମକୁ କିଛି ଉପଦେଶ ଦେବି। ତମେ ଯାଇ ରାଜାଙ୍କ ଦରବାରରେ କହିପାରିବ ନା? କହିପାରିବି ପୁଅ? କୁହନ୍ତୁ ନା। କହିପାରିବ ତ? ଏତେ ଶୁଣ ମା ଗତି ଗତି କରି ଶୁଣ। କାଲି ସୁପ୍ରଭାତେ ରାଜାଙ୍କ ଦରବାରରେ ଯାଇ ଗୋଟି ଗୋଟି କରି ପ୍ରକାଶ କରି କହିବ ମା। କହିବ ରାଜା ଆପଣ ଗୋଟେ ବଟ ବୃକ୍ଷ ମୂଳେ ପରିଶ୍ରା କରି ବସିଥିଲେ। ଆପଣଙ୍କ ପରିଶ୍ରାରେ ଭାସି ଗଲା ଗୋଟେ ତରୁବୀଜ। ଆପଣଙ୍କ ପରିଶ୍ରାରେ ତରୁବୀଜ ଭାସିବାର ଦେଖି ଆପଣ ମନେ ମନେ ଗର୍ବ କରି କରି ହସିଦେଲ ରାଜା। ହେଲେ ମା ସେ ତମକୁ ନିଶ୍ଚୟ ପଚାରିବେ ହେ ଦାସୀ କାହିଁକି ତମେ ହସିଲ? ଠିକ ସେତିକିବେଳେ କହିବ କଣ କହିବି ପୁଅ? ଆପଣ ହସିବାର ଦେଖି ମୁଁ ମଧ୍ୟ ହସିଦେଲି। ପୁଣି ସେ ତମକୁ ପ୍ରଶ୍ନ କରିବେ ଏଇଟା ତ ନିଜ ଜ୍ଞାନ ନୁହଁ ଦାସୀ। କହ କେଉଁଠାରୁ ଶୁଣିବାକୁ ପାଇଲ ଏଇ ବାକ୍ୟ? ବଂଶଧର କରିବେ ଏଇ ଲୋକ। ଠିକ ସେତିକି ବେଳେ ତମେ କହିବ ମା। କଣ କହିବି ପୁଅ ସେତେବେଳେ? ରାଜା ସେ ଯେଉଁ ଗୋସାଇ ଅଛନ୍ତି ପଥର ଗୃହରେ ବନ୍ଦୀ ସେ କହିଛନ୍ତି ଏଇ କଥାର ସନ୍ଧି। କଣ ମନେ ରହିଲା ତ ମା? ଗୋଟି ଗୋଟି କରି ରାଜାଙ୍କ ପ୍ରକାରେ ପ୍ରକାଶ କରି କହିବ ଯଦି କଥାରେ ଏପଟ ସେପଟ ହୁଏ ତାହେଲେ ଜୀବନ ଚାଲିଯିବାର ଆଶଙ୍କା ଅଛି। ହଁ ପୁଅ ତେବେ ମୁଁ ଆସୁଛି ପୁଅ। ତୁମେ ଭଗବାନଙ୍କର ଆଶ୍ରୟ ନିଅ। ଯାଅ ମା ନିଜ ଶାନ୍ତିରେ କୁଟୀରକୁ ଫେରି ଯାଅ। ଭଗବାନ ତମର